ପାରାବସା କରିବା ପାଇଁ 19 ଲକ୍ଷ ଖର୍ଚ୍ଚ କରିଥିଲେ କି ଅଧିକାରୀ? ୱାଚ୍ ଟାୱାରରେ ଲାଗିଥିବା ଘଣ୍ଟା କାହା ଘରେ ଲାଗିଛି? ମାତ୍ର 5ରୁ 6 ଲକ୍ଷର ବଜେଟ୍ କେମିତି 19 ଲକ୍ଷ ବିଲ୍ ହେଲା? କେତେ ଭାଗ ଖାଇଛନ୍ତି ଅଧ୍ୟକ୍ଷ ଏବଂ ଅଧିକାରୀ? ଅଧ୍ୟକ୍ଷ ଏବଂ ଅଧିକାରୀ କହୁଛନ୍ତି କ'ଣ ବଚନ, ହେଲେ ଏନ୍ଏସିରୁ ଖାଉଛନ୍ତି ଘନ ଘନ। 19 ଲକ୍ଷରେ ନିର୍ମିତ ୱାଚ୍ ଟାୱାର 19 ଦିନରେ ଘଣ୍ଟା ଗାଏ। ପ୍ରଶାସନର ନିରବତା ନେଇ ଏବେ ଚଞ୍ଚଳରେ ଚର୍ଚ୍ଚା। 19 ଲକ୍ଷରେ ନିର୍ମିତ ୱାଚ୍ ଟାୱାର ଏବେ ପାରାମାନଙ୍କ ବସା ପାଲଟିଛି। 19 ଦିନରେ ଘଣ୍ଟା ଗାଏ। ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସିରେ ଦିନକୁ ଦିନ ଅତ୍ୟଧିକ ଦୁର୍ନୀତି, ଅତ୍ୟଧିକ ପିସି କାରବାର ଏବଂ ଗୁଣ୍ଡାରାଜ ଚରମ ସୀମାରେ ପହଞ୍ଚିଥିବା ବେଳେ ପ୍ରଶାସନର ନିରବତାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି। ପ୍ରକାଶ ଥାଉ କି ଦୀର୍ଘ 2.5 ବର୍ଷ ତଳେ କୋଦଳା ନିକଟସ୍ଥ ପୁରୁଣା ମାଛ ବଜାର ନିକଟରେ ସହର ସୌନ୍ଦର୍ଯ୍ୟକରଣ ପାଇଁ 19 ଲକ୍ଷ ବିନିମୟରେ ୱାଚ୍ ଟାୱାର ନିର୍ମାଣ ହୋଇଥିଲା। ଯେଉଁ କାମ କି ଅତି ନିମ୍ନମାନର ହେଲେ ମଧ୍ୟ 19 ଦିନ ନ ଜାଣୁ ଲାଗିଥିବା ଘଣ୍ଟା ମଧ୍ୟ ଗାୟବ ହୋଇଗଲା। ଶୁଣିବାକୁ ମିଳୁଛି ସେହି ଘଣ୍ଟା କାଳେ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ଏବଂ ଏନ୍ଏସିର 2 ଜଣ କର୍ମଚାରୀଙ୍କ ଘରେ ଲାଗିଛି। ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଓଲଟା ଅଧ୍ୟକ୍ଷ ବସିଥିବା ଗୁଣ୍ଡାମାନେ ଧମକ ମଧ୍ୟ ଦେଉଛନ୍ତି। ବଡ଼ ଦୁର୍ଭାଗ୍ୟ କଥା, ବର୍ତ୍ତମାନ ସେହି ୱାଚ୍ ଟାୱାର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହି ପାରାମାନଙ୍କ ବାସଗୃହ ପାଲଟିଛି। ଯେଉଁ ୱାଚ୍ ଟାୱାର ମାତ୍ର 5 ଲକ୍ଷରୁ 6 ଲକ୍ଷ ଭିତରେ ନିର୍ମାଣ ହେବା କଥା, କାହିଁକି 19 ଲକ୍ଷ ଖର୍ଚ୍ଚ କରାଗଲା ବୋଲି ପ୍ରଶ୍ନ କରିଛନ୍ତି କାଉନସିଲର ଭଗବାନ ପାଣି। ଏବେ ଦେଖିବାକୁ ବାକି ରହିଲା ଜିଲ୍ଲାପାଳ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ନା ନିରବତା ଅବଲମ୍ବନ କରୁଛନ୍ତି। ଗଞ୍ଜାମରୁ ଭଗବାନ ପାଣିଙ୍କ ରିପୋର୍ଟ, ଦ ରିପବ୍ଲିକ ଓଡ଼ିଶା 24 ନ୍ୟୁଜ୍।